ଆମ୍ବଶାଳ ପଞ୍ଚାୟତ ନାହାଦା ଗ୍ରାମର ମା ସାଥିମଣି ମନ୍ଦିରରେ ସେଠାରେ ତାଙ୍କ ପୂଜାକୁ ଅଛନ୍ତି। ଚାଲ ତାଙ୍କୁ ପଚାରିବା ଏ ମନ୍ଦିର ବିଷୟରେ ରହସ୍ୟ ଜାଣିବା। ସର୍ବପ୍ରଥମେ ମୋର ମା ସାଥିମଣି ପୂଜକ ନନାଙ୍କୁ ପ୍ରଣାମ। ନା ମୁଁ ମନ୍ଦିର ବିଷୟରେ ଜାଣିବାକୁ ଚାହୁଁଛି। ମନ୍ଦିର କେବେ ଆବିର୍ଭାବ ହେଲା କି କେମିତି ପ୍ରଭୁ ଏଠିକି ଆସିଲେ ଏ ରହସ୍ୟ ମତେ ଟିକେ ଜାଣିବାକୁ ଚାହୁଁଛି, ଆପଣ କୁହନ୍ତୁ। ଆମର ଏଠି ମା ସାଥିମଣିଙ୍କ ପୀଠ ତଳେ ଜଙ୍ଗଲ ଥିଲା। ଆଜ୍ଞା ଜଙ୍ଗଲ ଥିଲା ପରେ ମତେ ସ୍ୱପ୍ନ ହେଲା, ଆଜ୍ଞା ମୁଁ ଆଜ୍ଞା ନା ତାକୁ ସବୁ କାଟିକି ଗୋଟେ ମନ୍ଦିର ନିର୍ମାଣ କର, ମୁଁ ରହିବି। ଆମର ଏ ଗଛରେ ଠାକୁରାଣୀ ଥିଲେ ମା, ଗଛ ସବୁ 1999 ମସିହା ବାତ୍ୟାରେ ଭାଙ୍ଗିଗଲା। ତେଣୁ ଆମର ଦୁର୍ଗା ମୂର୍ତ୍ତି ଆଣି ପ୍ରତିଷ୍ଠା କଲେ। ତେଣୁ ଯୁବ ବସତ ପିଲାମାନେ ଏ ଜଙ୍ଗଲ କାଟିକି ବହୁ କଷ୍ଟ ସହି ଏ ଅନୁଷ୍ଠାନ କରିଛନ୍ତି। ଆମର ଏଠି ବିକ୍ରମାନ୍ତି ଅଛନ୍ତି ହେଡ ମିସ୍ତ୍ରୀ। ମୁଁ କହିଲି ଆରେ ବାପା ଏଠି ମନ୍ଦିର ଟେ କର ନା କେମିତି ହବ, ପଇସା ନାହିଁ। ମୁଁ 2 ମାସ ହବ ପରେ ଆମର ସବୁ ସରିବ, ଫେନ୍ସି ସବୁ କାମ ସରିବ। ମା କହିଛନ୍ତି ଏ ମାର ଏତେ ମହିମା, ଯଦି କାହାର ପାଟି ନ ଫିଟୁଥିବ, ଯଦି ଅବନ୍ଧା କୁଲେଇ ବାଉଁଶା 2ଟା ମାଙ୍କୁ ଯାଚି ଦେଇଥିବ, ସେ ପିଲାର ପାଟି ଫାଟି ଯାଉଛି। ତେଣୁ ପିଲାଙ୍କୁ ଯୋଉ ଅଲଘଣା ଜ୍ୱର ହୁଏ, ଏଠି ତାର ମା ମାନେ ଆସି 7 ଥର ପହଁରି 7 ଦିନ ଯାକ ମଣ୍ଡପ ପହଁରି ମାଙ୍କ ପୀଠସ୍ଥଳୀ, ସେଠୁ ତାର ଜ୍ୱର ଆରୋଗ୍ୟ ହୋଇଯାଏ। ଆମର ସେଠି ଗାଦି ବ୍ରହ୍ମ ଅଛନ୍ତି, ଗାଦି ସେଠି ଅଛନ୍ତି। ସେ ଗାଦିର ଯେ ମହାପୁରୁଷ ସବୁ ଅଛନ୍ତି। ମୋର ଗୋଟେ ବଥଟି ହେଲା ଆଜ୍ଞା ପିଚାରେ, ସେ ଘା ଶୁଖିଲାନି, ସାଇ ନ ଶୁଣୁ ଡାକ୍ତର କହିଲା ମରିଯିବ। ମୁଁ କହିଲି ରାତି 4ଟା କାନ୍ଦୁଛି। ମୁଁ କହିଲି ମା ଦୋତାଲା ଉପରେ ଥିଲି, ମା ମୁଁ ମରିଯିବି, ତ ସେବା କରିବ କି? ଗୋଟେ ବୁଢୀ ଟିଏ ଯାଇ ପହଞ୍ଚିଲା, ପାକେଲା ବାଟେ ଧରି ଯାଇ ପହଞ୍ଚିଲା। କହିଲା ନାଇଁ ରେ ମରିବୁନୁ, ମୁଁ ଆଇଛି ବା, ତୁ କାଲି ପରେ ଅପରେସନ ରାତି 7ଟା ଲାଗିଲା ନା, ମୁଁ ସେ ଓଟିରେ ରହିବା ନେଇକି ଯିବି। ସତ କଥା ସେ ମା ମତେ କ୍ଷମା କରିକି ମୋ ଅନୁଭବ ମାଙ୍କ ଜୀବନ ସାରା ଛାଡିବିନି। ମୋର ବିନା ପଇସାରେ ମୁଁ ଏଠି ମାଙ୍କ ସେବା କରିବାରେ ଚାଲିଛି। ବହୁତ ସଂଖ୍ୟାର ସବୁ ନଡିଆ ଘିଅ ଧୂପବତୀ ଆଣି ମାଙ୍କ ପୂର୍ଣ୍ଣ ପୀଠ ଯଜ୍ଞ ମଣ୍ଡପରେ ଆସି ପହଞ୍ଚନ୍ତି। ବହୁତ ଆମ ପଞ୍ଚାୟତର ସମସ୍ତେ ଆସି ପିଲା ଛୁଆ ପ୍ରସାଦ ସେବନ କରନ୍ତି। ବହୁତ ମହିମାଙ୍କର ସବୁ।